ତିର୍ତ୍ତୋଲ ବ୍ଲକ ଶାଗବାରିଆ ଗ୍ରାମ ଛକରେ ଭବ୍ୟ ତାରିଣୀ ମନ୍ଦିର କରାଯାଇଛି ପ୍ରତିଷ୍ଠା। ଏହି ସ୍ଥାନରେ ଗୋଟିଏ ମା ତାରିଣୀଙ୍କର ଭବ୍ୟ ମନ୍ଦିର ଆଜକୁ 2009 ମସିହାରୁ ଆରମ୍ଭ ହୋଇଅଛି ଏବଂ ଏହାର ଭିତ୍ତିପ୍ରସ୍ତର ସ୍ଥାପନ 2015ରେ ଦିଆଯାଇଥିଲା, ଶିଳାନ୍ୟାସ କରାଯାଇଥିଲା। ମହନ୍ତ ମହାରାଜ ଭାନୁପ୍ରତାପ ମହାରାଜ ଆମକୁ ଏ ଜାଗା ଖଣ୍ଡିକ ଦାନ କରିଥିଲେ ଏବଂ ସୁଚାରୁ ରୂପେ ସେହି କାର୍ଯ୍ୟଟି ଆଜି ପର୍ଯ୍ୟନ୍ତ ଚାଲିଅଛି। ଚାଳଘରରେ ଅନେକ ଅଲୌକିକ ଘଟଣା ଘଟିଛି। ତନ୍ମଧ୍ୟରୁ ଆମର ଏ ଅଞ୍ଚଳର ଝିଅଟିଏ ଗୋଟିଏ ମାଆଙ୍କ ପିଠିରୁ ଘୋଡ଼ାଟିଏ ନେଇ ଆସିଥିଲା, ତାକୁ ସ୍ୱପ୍ନ ହେଲା, ସେ ପୁଣି ଏଠି ମାଆଙ୍କର ଘୋଡ଼ାକୁ ଥୋଇ ଦେଇଗଲା। 3 ବର୍ଷ ପରେ ଏହି ଅଞ୍ଚଳର ଜଣେ ଜ୍ୱାଇଁ, ଆମ ଖଡ଼ଗପୁର ଗ୍ରାମର ଜଣେ ଜ୍ୱାଇଁ ଯାହାଙ୍କର ସାନିଲ, ସେ ତାଙ୍କର କେନ୍ଦୁଝର ଯାଆନ୍ତି, ଆସିଲା ବେଳେ ମାଆଙ୍କର ଗୋଟେ ମାର୍ବଲ ମୂର୍ତ୍ତି ପାଇଥିଲେ। ସେ ମାର୍ବଲ ମୂର୍ତ୍ତିଟି ପୂଜା ହେଉଛି। ମାର୍ବଲ ମୂର୍ତ୍ତି ପୂଜା ହେବା ଦିନୁ ଏ ଅଞ୍ଚଳର ଆମର ଖଡ଼ଗପୁର, ଶାଗବାରିଆ, ନରୁଆ, ଶ୍ରୀରାମପୁର, ଜୋଳପୁର, ତୁଳିସପୁର, ଜଗନ୍ନାଥପୁର, ତୁଳଙ୍ଗ, ତହରା ଏ ସମସ୍ତ ଅଞ୍ଚଳ ଭକ୍ତମାନେ ସାହାଯ୍ୟ ସହଯୋଗ କରି ଆଜି ପର୍ଯ୍ୟନ୍ତ ଏ ଅନୁଷ୍ଠାନକୁ ଏହି ପର୍ଯ୍ୟନ୍ତ ଗଢ଼ି ଆସିଛନ୍ତି। ଦୀର୍ଘ 10 ବର୍ଷ ଧରି ଆମେ ମାଆଙ୍କୁ ଏକ ଚାଳ ଘରେ ସ୍ଥାପିତ କରିଥିଲୁ। ତାପରେ ତାହା ଏକ ଆଜବେଷ୍ଟସ୍ ବା ଟିଣ ଘରକୁ ସ୍ଥାନାନ୍ତରିତ କରାଗଲା। ସେ ମାଆଙ୍କ ମହିମାରୁ ଏ ଅଞ୍ଚଳର ବଦାନ୍ୟ ବ୍ୟକ୍ତିମାନେ ବହୁ ସଂଖ୍ୟକ ଦାନ ବା ତାଙ୍କର ଦାନ ଅର୍ଥରେ ଆମେ ଏକ ସୁଉଚ୍ଚ ମନ୍ଦିର, ଭବ୍ୟ ମନ୍ଦିର ପ୍ରତିଷ୍ଠା କରିପାରିଛୁ ଏବଂ ମାଆଙ୍କ ଅପାର କରୁଣାରୁ ତାହା ଏହି 3 ଦିନ ଧରି ମାଆଙ୍କ ଠାରେ ପ୍ରାଣ ପ୍ରତିଷ୍ଠା କରାଯାଇ ମନ୍ଦିରର ସିଂହାସନରେ ତାଙ୍କୁ ବିରାଜିତା କରାଯିବ। ତଦିନାର୍ଥ ପରିତ୍ରାଣ ପରାୟଣେ ସର୍ବସ୍ୟାର୍ଥେ ହରେ ଦେବୀ ନାରାୟଣୀ ନମସ୍ତୁତେ। ସର୍ବମଙ୍ଗଳମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ ଶରଣ୍ୟେ ତ୍ର୍ୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ସର୍ବବାଧା ପ୍ରଶମନ୍ୟଂ ତ୍ରୈଲୋକ୍ୟସ୍ୟାଖିଳେଶ୍ୱରୀ ଏବମେବ ତ୍ୱୟା କାର୍ଯ୍ୟମସ୍ମଦ୍ ବୈରୀ ବିନାଶନଂ। ଜୟ ମା ତାରିଣୀ ଦୁର୍ଗା ଦେବୀ ନମୋ ନମଃ। ମୋର ଯାହା ହେଉ 3 ଦିନ ଧରି ଆମର ଏ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ବହୁତ ଶାନ୍ତି ଶୃଙ୍ଖଳାରେ ଭକ୍ତି ଭାବରେ ଚାଲିଛି। ପ୍ରଥମ ଦିନ ଆମେ ଅଙ୍କୁର ରୋପଣ ଅଧିବାସ ମାଆଙ୍କର ଧାନ୍ୟାଧିବାସ କରିଥିଲୁ। ଦ୍ୱିତୀୟ ଦିନ କଳସ ଯାତ୍ରା ମହା ସମାରୋହରେ ପାଳିତ ହେଲା। ପରେ ସନ୍ଧ୍ୟା ବେଳକୁ ମାଆଙ୍କର ଜଳାଧିବାସ କାର୍ଯ୍ୟକ୍ରମ କରାଗଲା। ଆଜି ହେଉଛି ମାଆଙ୍କର ପ୍ରତିଷ୍ଠା ଦିବସର ପୂର୍ଣ୍ଣାହୁତି ଦିବସ। ଏହି ପୂର୍ଣ୍ଣାହୁତି ଦିବସ ଉପଲକ୍ଷେ ପ୍ରାତରୁ ମାଆଙ୍କର ମଙ୍ଗଳାଚରଣ ସ୍ତୁତି, ପରେ ଗୋ ପୂଜା, ଧରିତ୍ରୀ ପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା, ସୂର୍ଯ୍ୟାର୍ଘ୍ୟ କାର୍ଯ୍ୟ ନିର୍ବିଘ୍ନରେ ସମ୍ପାଦନ କରାଯାଇଛି। ବର୍ତ୍ତମାନ ଏବେ ପ୍ରଭୁଙ୍କର ଯଜ୍ଞ ମଣ୍ଡପରେ ପଞ୍ଚକର୍ମ ଆରମ୍ଭ ହେବ। ପରେ ମା ସ୍ନାନ ମଣ୍ଡପକୁ ଯିବେ। ସ୍ନାନ ମଣ୍ଡପରେ ମହାସ୍ନାନ ବିଧି କରାଯିବ। ତାପରେ ମା ଶୟନ କକ୍ଷକୁ ଯିବେ। ଶୟନ ପରେ ମାଆଙ୍କର ନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ କାର୍ଯ୍ୟକ୍ରମ ହେବେ। ଷୋଡ଼ଶ ଉପଚାର ପୂଜା କରାଯିବେ, ଆହୁତି ପ୍ରଦାନ, ତାପରେ ଗ୍ରାମ ପ୍ରଦକ୍ଷିଣ ପରେ ରାତ୍ରି 9 ଘଟିକାରୁ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆରମ୍ଭ ହେବ। ତାରିଣୀ ମନ୍ଦିର ପ୍ରତିଷ୍ଠା ଏବଂ ନୂତନ ବିଗ୍ରହ ପ୍ରତିଷ୍ଠା ଏ ଯେଉଁ କାର୍ଯ୍ୟକ୍ରମ 3 ଦିନ ଧରି ଚାଲିଛି, ଆଜି ହେଉଛି ଶେଷ ଦିନ। ଏହି ଶେଷ ଦିନରେ ମାଆଙ୍କର ସବୁ କାର୍ଯ୍ୟ ସରିଲା ପରେ ମା ଆଜି ସିଂହାସନକୁ ଯିବେ। ଏ ଯେଉଁ ମନ୍ଦିର ପ୍ରତିଷ୍ଠା ଲାଭ କରିଛି, ଆର ବହୁତ କିମ୍ବଦନ୍ତୀ ଅଛି। ଏ ମନ୍ଦିର ହେବା ପୂର୍ବରୁ ଏ ଯେଉଁ କାର୍ଯ୍ୟକ୍ରମ ଆମର ମାଆଙ୍କର ଘଟଗାଁ ତାରିଣୀ ଠାରୁ ମୂର୍ତ୍ତି ଏବଂ ଘୋଡ଼ା ଆପେ ବିଭିନ୍ନ ଲୋକଙ୍କ ଜରିଆରେ ଏଠି ଆସି ପହଞ୍ଚିଛି ଏବଂ ଆଜି 2026 ମସିହାରେ ତା'ର ମନ୍ଦିର ପ୍ରତିଷ୍ଠା ଲାଭ କରିଛି। ଆଜି ଏ ଯେଉଁ ପ୍ରତିଷ୍ଠା ଲାଭ କରିଛି, ଏ ଅଞ୍ଚଳର ବିଭିନ୍ନ ଲୋକଙ୍କର ଦାନରେ ହେଇଛି। ଏଥିପାଇଁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼ିଛି
ଏବଂ ଏଠି ବିଶେଷ କରି ମାଙ୍କର କରୁଣା ଆମେ ଉପଲବ୍ଧି କରିଛୁ। ବ୍ୟୁରୋ ରିପୋର୍ଟ ନ୍ୟୁଜ୍ ପ୍ଲସ୍ ଓଡ଼ିଆ।